তৃতীয় স্বর্ণচূড় যুব মহোৎসব উদযাপিত। নীলগিরি মাটির সর্ববৃহৎ তথা প্রতিষ্ঠিত মহোৎসব স্বর্ণচূড় মহোৎসব 2025 12 তারিখ এক বর্ণাঢ্য সন্ধ্যায় কেসি হাইস্কুল পড়িয়ারে অনুষ্ঠিত হয়ে সোমবার 17 তারিখে উদযাপিত হয়ে যাইছি। 6 দিন ব্যাপী অনুষ্ঠিত উৎসবরে কমিটির সভাপতি সব্যসাচী মহাপাত্র, সম্পাদক চিন্ময় শରଣ ରାଉତଙ୍କ সমেত 200 ঊর্ধ্ব সক্রিয় সদস্যଙ୍କ অক্লান্ত পরিশ্রম এবং 1000 ঊর্ধ্ব সদস্যଙ୍କ সহযোগରେ ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀଙ୍କ ତରଫରୁ ସାଧୁବାଦ ଜଣାଯାଇଛି। ପ୍ରଥମ ସନ୍ଧ୍ୟାରେ ଚାନ୍ଦିପୁର ଡିଆର୍ଡିଓ ପିଏକ୍ସ ନିର୍ଦ୍ଦେଶକ ସୁବୋଧ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଅତିଥିଙ୍କ ଗହଣରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ପଞ୍ଚମ ସନ୍ଧ୍ୟାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ହାସ୍ୟ କଳାକାର ପପୁ ପମ୍ପମ୍ଙ୍କ ସୁମଧୁର ସଙ୍ଗୀତ ଏବଂ କମେଡି ଉପସ୍ଥିତ ଜନତାଙ୍କୁ ବାନ୍ଧି ରଖିଥିଲା। ହିସାବ କରାଯିବ ନାହିଁ, ତେଣୁ ଗାଁକୁ ଆସିଲା ଭଳିଆ ଲାଗେ। ନୀଳଗିରିରେ ମୋର ବହୁତ ସାଙ୍ଗମାନେ ଅଛନ୍ତି, ମୋ ଭଉଣୀ ଘର ଏଠି ପାଖରେ, ଆଉ ଏଠି ଗୁଇରା କାଦୁଆଣୀ ରାଜବରମପୁର ଆମ ସମ୍ପର୍କୀୟ ଘର ସମସ୍ତଙ୍କର। ତେଣୁ ନୀଳଗିରିଟା କେତେବେଳେ ବି ମୋତେ ଲାଗେନି ଗୋଟେ ଜାଗାକୁ ବେଷ୍ଟ ହେଇଗଲା ଭଳିଆ। ମୁଁ ଯେତେବେଳେ ବି ଆସେ ନିଜ ଗାଁକୁ ଆସିଲା ଭଳିଆ ଲାଗେ। ଆଉ ମହୋତ୍ସବ ହଜାରେ ଉତ୍ସବ ମିଶିଲେ ଗୋଟେ ମହୋତ୍ସବ ହୁଏ ଏବଂ ମହୋତ୍ସବ ସବୁବେଳେ ଆମ ଲୋକ କଥା, ଲୋକ ଚଳଣି ଆଉ ଲୋକ ସଂସ୍କୃତି ଏହାକୁ ମଞ୍ଚରେ ଦେଖାଯାଏ। ଏବଂ ବଡ଼ କଥାଟି ହେଉଛି ଉଦ୍ୟୋଗୀ ଯୁବଗୋଷ୍ଠୀଙ୍କର ଇଏ ଗୋଟେ ବଡ଼ ଚେଷ୍ଟା ଅଞ୍ଚଳର ନାଁକୁ ଆଗକୁ ନେବା ପାଇଁ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ଯେ ନୀଳଗିରିର ଏଇ ଯେଉଁ ସ୍ୱର୍ଣ୍ଣଚୂଳ ମହୋତ୍ସବ ଉତ୍ତରୋତ୍ତର ଉନ୍ନତି ହେଉ, ବହୁତ ଆଗକୁ ଯାଉ ଏବଂ କଳାକୁ ଏବଂ କଳାକାରକୁ ଭଲ ପାଉଥିବା ଅଞ୍ଚଳର ଲୋକମାନେ ସବୁବେଳେ ଖୁସିରେ ରୁହନ୍ତୁ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଧନ୍ୟବାଦ। ରାଜ୍ୟ ଓ ସମଗ୍ର ଦେଶରେ ଓଡ଼ିଆ ପାରମ୍ପରିକ ଗୀତକୁ ଏକ ନୂତନ ଶୈଳୀରେ ପ୍ରଦର୍ଶନ କରି ପ୍ରଶଂସା ସାମୁଥିବା ବର୍ଣ୍ଣାଳୀ ହୋତାଙ୍କ ଗାୟିକୀରେ ଦର୍ଶକ ମନମୁଗ୍ଧ ହୋଇଥିଲେ। ଅନ୍ତିମ ଷଷ୍ଠ ଦିବସରେ ଓଡ଼ିଶାର ପ୍ରତିଷ୍ଠିତ କଥାବାଚକ ଜିତୁ ଦାସଙ୍କ କଥାକୁ ଶ୍ରବଣ କରିବା ପାଇଁ ଶହ ଶହ ମହିଳା ଓ ପୁରୁଷ ଶ୍ରୋତାଙ୍କ ସମେତ ଅଞ୍ଚଳବାସୀ ଯୋଗ ଦେଇଥିଲେ। ଶେଷରେ କମିଟିର ସଭାପତି ସବ୍ୟସାଚୀ ମହାପାତ୍ର ନୀଳଗିରିର ଏଭଳି ଭବ୍ୟ ଆୟୋଜକକୁ ସାର୍ଥକ କରିଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।